ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଅମୀୟ ହସ୍ତଲିପି। ମୋର କହିବା ଗୁଡ଼ିକ ଯଦି କେବଳ କଥା ଓ ଚିନ୍ତାର ଖୋରାକ ମାତ୍ର ହୁଏ, କରିବା ବା ଆଚରଣର ଭିତର ଦେଇ ସେଗୁଡ଼ିକୁ ଯଦି ବାସ୍ତବେ ହିଁ ଫୁଟାଇ ତୋଳି ନ ପାର, ତେବେ ପ୍ରାପ୍ତି ଯେ ତୁମର ତମସାଚ୍ଛନ୍ନ ହିଁ ରହିଯିବ, ତାହା କିନ୍ତୁ ଅତି ନିଶ୍ଚୟ। ତୁମର ମୁଁ। ତୁମେ ଅକିଞ୍ଚନ ହୁଅ, ତାଙ୍କ ଛଡ଼ା ତୁମର ଯେପରି ଆଉ କିଛି ହିଁ ନଥାଏ। ତୁମର ଅନ୍ତର ଆକର୍ଷଣକୁ ବ୍ୟାପି, ଏହା ଭିତର ଦେଇ ତୁମର ସାତ୍ୱତ କୃତି ଐଶ୍ୱର୍ଯ୍ୟ ଅଶେଷ ହୋଇ ଉଠୁ ତାଙ୍କୁ କେନ୍ଦ୍ର କରି ଉତ୍କ୍ରମଣୀ ଅନୁବ୍ୟାପନାରେ। ଏପରି ଯଦି ନ ହୁଏ, ତେବେ ତୁମର ଧର୍ମ ବି ହେଲା ନାହିଁ, କର୍ମ ବି ହେଲା ନାହିଁ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶ୍ରୀହସ୍ତ ଲିଖିତ ପବିତ୍ର ସତ୍ୟାନୁସରଣ ଗ୍ରନ୍ଥର ପାଠ ପରେ ଓଡ଼ିଶା ଭଏସ୍ ପୋଡ଼କାଷ୍ଟ ଆପଣମାନଙ୍କୁ ଭେଟି ଦେବାକୁ ଯାଉଛି। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶ୍ରୀମୁଖରୁ ନିଃସୃତ ଏହି ଗ୍ରନ୍ଥଟି। ଚଲାର ସାଥୀ, ତୁମେ ଜଗତରେ ପ୍ଲାବନ ପରି ଢଳି ପଡ଼। ସେବା, ଉଦ୍ୟମ, ଜୀବନ ଓ ବୁଦ୍ଧିକୁ ନେଇ ବ୍ୟଷ୍ଟି ଓ ସମଷ୍ଟିରେ ତୁମର ଆଦର୍ଶକୁ ପ୍ରତିଷ୍ଠା କରି ଜୟ, ଯଶ ଓ ଗୌରବର ସହିତ। ଆଉ ନାରୀ ଯଦି ପ୍ରକୃତରେ ତୁମକୁ ଚାହେଁ, ତେବେ ଛୁଟୁ ସେ ତାର ମଙ୍ଗଳ ଶଙ୍ଖ ନିନାଦରେ ସର୍ବପ୍ରାଣକୁ ମୁଖରିତ କରି ତୁମ ଆଡ଼େ। କିନ୍ତୁ ସାବଧାନ, ଚାହନା ତୁମେ ତାହା। ବାଣୀ ସଂଖ୍ୟା 1। କୃତକାର୍ଯ୍ୟତାରେ କ୍ରମାଗତି। ତୁମେ ଜାଣ ବା ନ ଜାଣ, ପାର ବା ନ ପାର, ତୁମର ଚେଷ୍ଟାର କ୍ରମାଗତି ଅତୁଟ ଅବ୍ୟାହତ ଥାଉ। ସିଦ୍ଧିର ପଥ ଖୋଜି ନିଅ, କୃତାର୍ଥ ହେବ। କୃତକାର୍ଯ୍ୟତା ଆସିବ, ଆଉ ତୁମର ପ୍ରତିଷ୍ଠା ତୁମର ଆଦର୍ଶକୁ ପ୍ରତିଷ୍ଠିତ କରିବ ହିଁ ନିଶ୍ଚୟ ଜାଣ। ବାଣୀ ସଂଖ୍ୟା 2। ଯଶସ୍ୱୀତାରେ ସେବା। ତୁମେ ମଣିଷର ଏପରି ନିତ୍ୟ ପ୍ରୟୋଜନୀୟ ହୋଇ ଠିଆ ହୁଅ, ଯଦ୍ୱାରା ତୁମର ସେବାରେ ତୁମର ପାରିପାର୍ଶ୍ୱିକ ଯଥାସାଧ୍ୟ ପ୍ରୟୋଜନକୁ ପୂରଣ କରି ଜୀବନ, ଯଶ ଓ ବୃଦ୍ଧିକୁ ଆଲିଙ୍ଗନ କରିପାରେ। ଆଉ ଏପରି କରି ହିଁ ତୁମେ ପ୍ରତ୍ୟେକର ଅନ୍ତରରେ ବ୍ୟାପ୍ତ ହୁଅ ଓ ଏଗୁଡ଼ିକ ତୁମର ଚରିତ୍ର ହୋଇ ଛିଡ଼ା ହେଉ। ଦେଖିବ, ଯଶ ତୁମକୁ କ୍ରମାଗତ ଜୟଗାନରେ ଯଶସ୍ୱୀ କରି ତୋଳିବ, ସନ୍ଦେହ ନାହିଁ। ବାଣୀ ସଂଖ୍ୟା 3। ପ୍ରକୃତିର ଧିକ୍କାର। ପ୍ରକୃତି ସେହିମାନଙ୍କୁ ଧିକ୍କାର କରେ ଯେଉଁମାନେ ପ୍ରତ୍ୟକ୍ଷକୁ ଅବଜ୍ଞା ବା ଅଗ୍ରାହ୍ୟ କରି ପରୋକ୍ଷକୁ ଆଲିଙ୍ଗନ କରନ୍ତି। ଆଉ ପରୋକ୍ଷ ଯାହାର ପ୍ରତ୍ୟକ୍ଷକୁ ରଞ୍ଜିତ ଓ ଲାଞ୍ଛିତ କରେ, ସେ ହିଁ ଫାଙ୍କିର ଅଧିକାରୀ ହୁଏ। ବାଣୀ ସଂଖ୍ୟା 4। ଦୁଃଖର ଚିନ୍ତାରେ ବିବ୍ରତ ରୁହ ନାହିଁ। ଦୁଃଖର ଭାବ କାହାକୁ ମଧ୍ୟ ଆନନ୍ଦିତ କରିପାରେ ନାହିଁ। ବରଂ କିପରି ମଣିଷକୁ ସୁଖୀ କରିପାରିବ, ମଣିଷ କିପରି ବ୍ୟବହାର ପାଇଲେ ସୁଖୀ ହୁଏ, ତାହା କିପରି ଭାବେ କରାଯାଇପାରେ ଇତ୍ୟାଦି ଚିନ୍ତା କର ଏବଂ କାମରେ ଲାଗିଯାଅ। ନିଜେ ମଧ୍ୟ ସୁଖୀ ହେବ ଏବଂ ଅନ୍ୟକୁ ମଧ୍ୟ କରିପାରିବ। ବାଣୀ ସଂଖ୍ୟା 5। ଭଲ ପାଇବାରେ ଜ୍ଞାନ। ମାନସିକ ସୁସ୍ଥତା ଏବଂ ଭଲ ପାଇବାରୁ ହିଁ ଜ୍ଞାନ ଓ ଶୁଭଦର୍ଶିତାର ଆବିର୍ଭାବ ହୁଏ। କିନ୍ତୁ ଦ୍ୱନ୍ଦ୍ୱ, ଅବିଶ୍ୱାସ ଓ ବିତୃଷ୍ଣାରୁ ଅଜ୍ଞାନତା ଓ ନିରାଶ ପ୍ରବଣତାର ହିଁ ସୃଷ୍ଟି ହୋଇଥାଏ। ବାଣୀ ସଂଖ୍ୟା 6। ପରଶ୍ରୀ କାତରତା। ଯଦି ନିଜକୁ ବିଶ୍ରୀ କରି ବିପଥରେ ବିପନ୍ନ ହିଁ ହେବାକୁ ଚାହଁ, ତେବେ ପରଶ୍ରୀ କାତରତାକୁ କୌଣସି ପ୍ରକାରେ ତ୍ୟାଗ କର ନାହିଁ। ବାଣୀ ସଂଖ୍ୟା 7। ଭଲ ପାଇବାରେ କର୍ମ ପ୍ରବଣତା। ଭଲ ପାଇବାରୁ ଦୃଢ଼ତା, ଆମୋଦଶୀଳତା ଓ କର୍ମ ପ୍ରବଣତାର ଅଭ୍ୟୁତ୍ଥାନ ହୁଏ। ଆଉ ଭଲ ନ ଲାଗିବାରୁ ଅବସନ୍ନତା, ଅକର୍ମଣ୍ୟତା, ଦୁଃଖ ଓ ଅଶାନ୍ତି ହିଁ ଆସିଥାଏ। ବାଣୀ ସଂଖ୍ୟା 8। ଶୁଭଦର୍ଶୀ ଓ ମନ୍ଦଦର୍ଶୀ। ଶୁଭଦର୍ଶୀ ହିଁ ଦେଖିବାକୁ ପାଏ ଆପଦ, ବିପଦ, ବ୍ୟାଘାତ ଓ ଦୁଃଖ ଭିତରେ ଗୋଟିଏ ଉନ୍ନତି ଓ ଆନନ୍ଦର ସୁବର୍ଣ୍ଣ ସୁଯୋଗ। କିନ୍ତୁ ମନ୍ଦଦର୍ଶୀ ସବୁ ଭଲ ଭିତରେ ହିଁ ଅବାଧରେ ଦେଖିନେବ ଅପାରଗତା, ଅସମ୍ଭବତା, ଗୋଟାଏ ଦୂରଦୃଷ୍ଟର ଦୂରପନେୟ ଦୁର୍ଭୋଗ। ବାଣୀ ସଂଖ୍ୟା 9। ଦୋଷ ଦୃଷ୍ଟି ଉନ୍ନତିର ଅନ୍ତରାୟ। ଯଦି ଉନ୍ନତ ହେବାକୁ ଚାହଁ, ଦୋଷ ଦୃଷ୍ଟିକୁ ଚିରଦିନ ପାଇଁ ବିଦାୟ ଦିଅ। ମଣିଷର ଗୁଣରେ ଯାହା କିଛି ଦେଖ, ତାହା ହିଁ ଭାବ, ତାହା ହିଁ କୁହ ଏବଂ ଆଲୋଚନା କର। ପାରତ ସାବଧାନ ଥାଅ, କାହାରି ବି ଦୋଷ ତୁମଠାରେ ଯେପରି କୌଣସି ପ୍ରକାରେ କ୍ଷତି ସୃଷ୍ଟି ନ କରିପାରେ। ବାଣୀ ସଂଖ୍ୟା 10। ଦୋଷ ଦର୍ଶନରେ। ଦୋଷ ଦେଖିବାକୁ ହେଲେ ହିଁ ତାହା ଭାବିବାକୁ ହେବ, ଚିନ୍ତା କରି ବାହାର କରିବାକୁ ହେବ। ଆଉ ତା ସହିତ ଗୋଟାଏ ବିରକ୍ତିର ବା ଆକ୍ରୋଶର ବୋଧକୁ ସଜାଗ ରଖିବାକୁ ହେବ।
ଆଉ ଏହା କରିବାକୁ ଗଲେ ହିଁ ମସ୍ତିଷ୍କରେ ଠିକ୍ ଏପରି ଭାବ ହିଁ ମହଜୁଦ ରହିବ। ଦେଖିବାକୁ ପାଇବ କିଛି ଦିନ ପରେ ସେହି ଦୋଷଗୁଡ଼ିକର ଅଭିନୟ ତୁମେ କିପରି ଭାବରେ କରୁଛ। ତେଣୁ ସାବଧାନ ହୁଅ ଦୋଷ ଦେଖିବା ଠାରୁ, ଦୋଷ ଭାବିବା ଠାରୁ, ବିରକ୍ତି ଓ ଆକ୍ରୋଶ ଠାରୁ। ବାଣୀ ସଂଖ୍ୟା 11। ଦୋଷ ରିକ୍ତକରଣରେ। ଆଉ ଯଦି ଦେଖି ହିଁ ପକାଇଥାଅ କାହାରି ବି ଦୋଷ, ତୁମ ମୁଣ୍ଡରେ ତାହା ମହଜୁଦ ହିଁ ଥାଏ। ତାର କାରଣ ଓ ଅବସ୍ଥାକୁ ଅନୁସନ୍ଧାନ କରି କିପରି ଭାବରେ ତାହା ସମ୍ଭବ ହୋଇଛି ତା ପକ୍ଷରେ ଯଥାଯଥ ଭାବରେ ବୁଝି ଗୋଟାଏ ସହାନୁଭୂତିର ଭାବ ନେଇ ଯାହା ତୁମ ମୁଣ୍ଡ ଭିତରେ ମହଜୁଦ ଅଛି ତାକୁ ଏପରି ଭାବରେ ରିକ୍ତ କର ଯେପରି ପୁଣି ଏପରି ଘଟିବା ହିଁ ତୁମ ପକ୍ଷରେ ଅସ୍ୱାଭାବିକ ହୁଏ। ବାଣୀ ସଂଖ୍ୟା 12। କପଟତା। କପଟତା ପାରିପାର୍ଶ୍ୱିକକୁ ଭ୍ରାନ୍ତ କରି ନିଜର ଉନ୍ନତିର କବାଟ ରୁଦ୍ଧ କରିଦିଏ। ବାଣୀ ସଂଖ୍ୟା 13। ଚରିତ୍ର ନିର୍ଣ୍ଣୟରେ। ତୁମର ଚଳନ ଓ କଥନ ହିଁ କହିଦିଏ ତୁମେ କିପରି ମଣିଷ, କ'ଣ ଚାହଁ ଆଉ କ'ଣ ବା ପାଇପାର। ବାଣୀ ସଂଖ୍ୟା 14। ସିଦ୍ଧି ଲାଭ କରିବା, ଲାଗି ରହିବା, ଦେଖିବା ଓ ଅନୁଧାବନ କରିବା, ଏହି କେତୋଟି ହିଁ ବୋଧ, ବିଜ୍ଞାନ, ଦକ୍ଷତା ଓ ସିଦ୍ଧିକୁ ପ୍ରତିଷ୍ଠା କରେ। ବାଣୀ ସଂଖ୍ୟା 15। କୃତାର୍ଥତାର ରାଜଲକ୍ଷଣ। ବିଶ୍ୱସ୍ତତା, କୃତଜ୍ଞତା ଓ କର୍ମପଟୁତାର ସହିତ ଯାହାର ବିପଦ ଭିତରେ ଶୁଭ ଓ ସୁଯୋଗ ଦର୍ଶନ ଫୁଟି ଉଠେ, ତୁମେ ଅତି ନିଶ୍ଚୟତାର ସହିତ କହିଦେଇପାର ସେ ଯେପରି ବି ହେଉନା କାହିଁକି କୃତାର୍ଥତାର ମୁକୁଟରେ ତାହାର ମସ୍ତକ ସୁଶୋଭିତ ହେବ ହିଁ ହେବ। ବାଣୀ ସଂଖ୍ୟା 16। ପ୍ରେମରେ ଦକ୍ଷତା ଓ ନିପୁଣତା। ଏକମାତ୍ର ଭଲ ପାଇବା ହିଁ ଆବିଷ୍କାର କରିପାରେ ତାହାର ପ୍ରିୟ କିପରି ଭାବରେ ଜୀବନ, ଯଶ, ପ୍ରୀତି ଓ ବୁଦ୍ଧିରେ ଉନ୍ନତ ହୋଇ ତାଙ୍କର ପାରିପାର୍ଶ୍ୱିକ ଭିତରେ ଉଚ୍ଛଳ ହୋଇପାରନ୍ତି। ତେଣୁ ପ୍ରେମ ବା ଭଲ ପାଇବା ହିଁ ମଣିଷଠାରେ ସହଜ ଜ୍ଞାନର ସମାବେଶ କରି ଦକ୍ଷତା ଓ ନିପୁଣତାର ସହିତ ତାଙ୍କୁ ବାସ୍ତବରେ ପ୍ରତିଷ୍ଠିତ କରେ। ବାଣୀ ସଂଖ୍ୟା 17। ଚିନ୍ତା ବିଳାସୀ। ଯେତେବେଳେ ହିଁ ଦେଖିବ ତୁମର ଯେକୌଣସି ଚିନ୍ତା ଓ ଚଳନ କର୍ମକୁ ଡାକି ଆଣେ ନାହିଁ ବା ତହିଁରେ ଲାଗି ମଧ୍ୟ ରହେ ନାହିଁ, ବୁଝିବ ତାହା ତୁମର ଚିନ୍ତା ବା କଳ୍ପନାର ହିଁ ବିଳାସିତା। ବାଣୀ ସଂଖ୍ୟା 18। ଖାଣ୍ଟି ଚାହିଁବାର କର୍ତ୍ତୃପଥର। ତୁମର କୌଣସି ଚାହିଁବା ଲାଗି ବିପରୀତ ପ୍ରବୃତ୍ତି ଗୁଡ଼ିକୁ ତାଚ୍ଛଲ୍ୟ କରିପାରୁନାହଁ, ଏହା ହିଁ ହେଉଛି ଜାଣିବାର ଉପାୟ ଯେ ତୁମର ଚାହିଁବା ଖାଣ୍ଟି ନୁହେଁ। ବାଣୀ ସଂଖ୍ୟା 19। ଇଚ୍ଛା ବିଳାସୀ। ଯାହା ଚାହୁଁଛ ତୁମର ଚଳନ, ଚରିତ୍ର, ବାକ୍, ବ୍ୟବହାର ଓ କ୍ରମାଗତି ଅର୍ଥାତ୍ ଲାଗି ରହିବା ଯେପରି କରି ବା ଯେପରି ହେଲେ ତାକୁ ପାଇପାରେ ତାର ପାଖ ଦେଇ ଯାଉନାହିଁ ବା ଯିବାକୁ କଷ୍ଟ ହେଉଛି, ନିର୍ଘାତ ବୁଝିବ ତୁମର ଚାହିଁବା ତ ଖାଣ୍ଟି ନୁହେଁ, ବରଂ ତାହା ଚାହିଁବାର ବିଳାସିତା ମାତ୍ର। ବାଣୀ ସଂଖ୍ୟା 20। ଧାରଣାନୁରଞ୍ଜିତ ଦର୍ଶନ। ତୁମର ଚିନ୍ତା, ତୁମର ଚଳନ ତୁମକୁ ଯେପରି ପ୍ରକୃତ କରି ତୋଳିଛି, ତୁମେ ଯେଉଁଠାକୁ ଯାଅ ନା, ଯାହା ବି ଦେଖ ନା, ତୁମର ପ୍ରକୃତି ପାରିପାର୍ଶ୍ୱିକକୁ ତାହା ହିଁ ଭାବିବ, ତାହା ହିଁ ଦେଖିବ। ବାଣୀ ସଂଖ୍ୟା 21। ଜୟରେ ପ୍ରୟୋଜନ ପୂରଣ। ଜୟ ହିଁ ଯଦି କରିବାକୁ ଚାହ, ବାହ୍ୟିକ ଶକ୍ତି ଚାଳନାରେ ଅଭିଭୂତ କରି ନୁହେଁ, ତାହାର ପ୍ରୟୋଜନ ପୂରଣରେ ତୁମେ ମୁଖର ଓ ବାସ୍ତବ ହୋଇ ଛିଡ଼ା ହୁଅ। ବାଣୀ ସଂଖ୍ୟା 22। ପାରିବାରେ ହଁ। ପାରିବା ଓ ନ ପାରିବା ମଧ୍ୟରେ ଯେତେ ଟିକିଏ ତଫାତ୍, ଯେତେ ଟିକିଏ ହଁ ଓ ନା ଭିତରେ ପାରିବାରେ ଯେ ନାଁକୁ ଡାକି ଆଣେ ନାହିଁ, ଯାହାର ପାରିବା ସମ୍ବନ୍ଧରେ କୌଣସି ପ୍ରଶ୍ନ ନାହିଁ ଅଥଚ କରିବାକୁ ଅବଲମ୍ବନ କରେ, କରିବାର ଆନନ୍ଦ କୌଣସି କିଛିରେ ଥମିଯାଏ ନା, ସେ ପାରେ। ବାଣୀ ସଂଖ୍ୟା 23। ପାରିବାରେ ନା ଏବଂ ପାରିବାର ଚିନ୍ତାରେ ଯେ ନାଁକୁ ଡାକି ଆଣି କଷି ନେବାକୁ ଚାହେଁ, ନା ଯାହାର ଏତେ ବିଶ୍ୱସ୍ତ, ନାଁକୁ ବାଦ ଦେଇ ଯାହାର କୌଣସି ଭାବ, କୌଣସି ଚିନ୍ତା, କୌଣସି କର୍ମ ଚଳନା ହିଁ ହୋଇ ଉଠେ ନା, ପାରିବା ବା କରିବାର ସାଜ ସରଞ୍ଜାମ ସେ ଯେତେ ବି କରୁନା କାହିଁକି ତାର ସମସ୍ତଟା ହିଁ ନା ତାକୁ ଆଲିଙ୍ଗନ କରି ଅବଶ ହୋଇ ଘୁମାଇ ପଡ଼େ। ବାଣୀ ସଂଖ୍ୟା 24। ସିଦ୍ଧିର ପଥ। ପାରିବି ନାହିଁ ଭାବିବା ବା ପାରିବାରେ ସନ୍ଦେହ କାର୍ଯ୍ୟତଃ ନ ପାରିବାକୁ ହିଁ ସୃଷ୍ଟି କରେ। ପାରିବାରେ ନା ବା ସନ୍ଦେହକୁ ତଡ଼ିଦିଅ, ଲାଗିଥାଅ, ଚେଷ୍ଟା କର, ସିଦ୍ଧି ସମ୍ମୁଖରେ ହିଁ ତୁମର। ନା ସହିତ କୁଟୁମ୍ବିତା। ନା
ଯାହାର ସହଧର୍ମିଣୀ ହୁଏ ନା ଯାହାର ଶାଳକ, ସେ ଯଦି ଅଭିନନ୍ଦିତ ହୁଏ ଦୁର୍ଦ୍ଦଶାର ସିଂହାସନ ଅଟଳ ରହିବ, ସନ୍ଦେହ ନାହିଁ। ବାଣୀ ସଂଖ୍ୟା 26। କର୍ମ ନିପୁଣତାରେ ଅନୁପ୍ରାଣତା। ଅନୁପ୍ରାଣତା ଯେଉଁଠାରେ ଯେତେ ସହଜ ଓ ତୀକ୍ଷ୍ଣ, କର୍ମପଟୁତା ସେଠାରେ ସେତେ ସ୍ୱାଭାବିକ ଓ ଉଦ୍ଦାମ। ବାଣୀ ସଂଖ୍ୟା 27। ସୁଖ। ଯାହା ତୁମର ବିଂ ବା ସତ୍ତାଟାକୁ ସଜୀବ, ଉନ୍ନତ ଓ ଆନନ୍ଦିତ କରି ପାରିପାର୍ଶ୍ୱିକ ମଧ୍ୟରେ ଖେଳେଇ ଯାଇ ସମସ୍ତଙ୍କୁ ଉତ୍ଫୁଲ୍ଲ କରି ତୋଳେ, ସୁଖ ଯଦି କୁହାଯାଏ ତାହାକୁ ହିଁ କୁହାଯାଇପାରେ। ବାଣୀ ସଂଖ୍ୟା 28। ଆଳସ୍ୟରେ ଦାରିଦ୍ର୍ୟ। ଆଳସ୍ୟ ପାରେ ନା, ହୁଏ ନା ବା ପାରାଯାଏ ନା। ଏସବୁ ଚିନ୍ତା ଓ ଚଳନ ଠାରୁ ସାବଧାନ ଓ ସତର୍କ ଥାଅ, କାରଣ ଏଗୁଡ଼ିକ ସହଜରେ ହିଁ ବଂଶ ପରମ୍ପରାକ୍ରମେ ସଂକ୍ରାମିତ ହୁଏ ଏବଂ ପାରିପାର୍ଶ୍ୱିକ ଏଗୁଡ଼ିକ ଦ୍ୱାରା ଦୁଷ୍ଟ ହୋଇଉଠେ। ଫଳରେ ବଂଶ, ସମାଜ ଓ ଦେଶ ମୂଢ଼, ମୁହ୍ୟମାନ ଓ ଅବସନ୍ନ ହୋଇ ବିଶାଳ ଦରିଦ୍ରତାରେ ନିଃଶେଷ ହୋଇଯାଏ। ବାଣୀ ସଂଖ୍ୟା 29। ପ୍ରୟୋଜନାନୁପୂରଣେ। ଆଳସ୍ୟକୁ ପ୍ରଶ୍ରୟ ଦିଅ ନା, ସେବା ତତ୍ପର ହୁଅ। ସମ୍ବର୍ଦ୍ଧନାରେ ମଣିଷକୁ ଅଭିନନ୍ଦିତ କର। ସାଧ୍ୟାନୁସାରେ ଯେପରି କରିପାର ଅନ୍ୟର ପ୍ରୟୋଜନର ଅନୁପୂରକ ହୁଅ। ନିଜେ ଦୁଷ୍ଟ ଓ ତୃପ୍ତ ଥାଇ ପରକୁ ଦୁଷ୍ଟ ଓ ତୃପ୍ତ କର। ଦେଖିବ, ନ ଚାହିଁଲେ ମଧ୍ୟ ଅର୍ଥ ଐଶ୍ୱର୍ଯ୍ୟ ତୁମଠାରେ ଅବାଧ ହୋଇ ରହିବ। ଦରିଦ୍ରତା ଦୂରରେ ଛିଡ଼ା ହୋଇ ତୁମକୁ ଅଭିବାଦନ କରିବ। ବାଣୀ ସଂଖ୍ୟା 30। ଜୟଗୁରୁ। ସର୍ବେ ଭବନ୍ତୁ ସୁଖିନା, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ୍ଭବେ। ଜୟଗୁରୁ।